ହ୍ୟାଲୋ ଦୋସ୍ତ, ତ ଆଜି ରାତି 4:30ରୁ ଉଠି ମୋତେ ଲାଗିଲା ଭୋକ। ମୁଁ ଭାବିଲି ବାଦାମ ଖାଇବି ବୋଲି। ବାଦାମ ଆଣିବାକୁ ଗଲାବେଳେ ତ ମୁଁ ଦେଖିଲି ସେଠି ବାଦାମ ହିଁ ନାହିଁ। ଆଉ କ'ଣ ଖାଇବି ବୋଲି ଭାବିକି ଶେଷରେ ମୋ ହାତରେ ପଡ଼ିଲା ବୋଟ। ମୁଁ ତ ବୋଟ ଜମାରୁ ଖାଏନି। ଆଉ ଖଟା, ରାତି 4ଟାରୁ କିଏ ମୋ ଖଟା ଖାଇବ? ଆଉ ତ କିଛି ନଥିଲା। ଶେଷରେ ମୋ ହାତରେ ପଡ଼ିଲା ଏଇଟା। ଏଇ ଜିନିଷଟା କୋଉମାନେ ଜାଣିଛ କମେଣ୍ଟ କର। ଖାଲିରେ ତ ଖାଇବାକୁ ମୋତେ ଭଲ ଲାଗିବନି, ତ ମୁଁ ଭାବିଲି କ'ଣଟେ ନୂଆ ଟ୍ରାଏ କରିବି ବୋଲି। ଶେଷରେ ମୋ ମନକୁ ଏଇ ବୁଦ୍ଧି ଆସିଲା, ତ ମୁଁ ଶେଷରେ ଗ୍ରାଇଣ୍ଡରଟିକୁ ବାହାର କରିଦେଲି ରାତି 4:30 ବେଳେ। ଆଉ ଏଇଟାକୁ ନ ଆଣିଲେ ଏକ କାମ ହବ? ତ ଏହି ବ୍ଲଗଟି ଦେଖିଲା ଭିତରେ ମୋ ଚ୍ୟାନେଲକୁ ଫଲୋଟି କରିଦିଅ ଭାଇ ମାନେ ପ୍ଲିଜ୍। ଏ ଆକାଉଣ୍ଟଟା ମୁଁ ନୂଆ ଖୋଲି, ତ ଏଇ ଆକାଉଣ୍ଟକୁ ମୋର ଫଲୋ କରିଦିଅ। ରାତି 4:30ରେ ବି କାହାକୁ ନ ଡରି ମୁଁ ଗ୍ରାଇଣ୍ଡରଟିକୁ ଅନ୍ କରିଦେଲି। ଆଉ ଗ୍ରାଇଣ୍ଡର ସାଉଣ୍ଡ ତ ଶୁଣ। ଶେଷରେ ମୋ ଖାଇବା ତ ରେଡ଼ି ହେଇଯାଇଥିଲା। ତାପରେ ଦେଖ ଘରର ଏ ଅବସ୍ଥା ରିଲ୍ସ କରିବା ପାଇଁ। ଯେଉଁମାନେ ରିଲ୍ସ ଦେଖିନ ଯାଇକି ଦେଖିପାର। ତାପରେ ଘର ମୁଁ ସଜାଡ଼ି ଦେଲି। ଯେଉଁମାନେ ରିଲ୍ସ ଦେଖିନ ମିଷ୍ଟର ଚିନୁ 908ରେ ଦେଖିପାର। ଏମିତି ହିଁ ଖାଇବାକୁ ମୋତେ ଭଲ ଲାଗେ। ଆଉ ଖାଇବାଟା ତ ମୋତେ ବହୁତ ଭଲ ଲାଗିଲା। ହେଲେ ରାତି 4:30ରେ ଗ୍ରାଇଣ୍ଡର ଲାଗେ ଆମ ଘରେ ଯେଉଁ ମୋତେ ସୋଦା, ସେଇଟା ତ ମୁଁ ଭିଡ଼ିଓ କରିପାରିନି। ଇଏ ଥିଲା ଆଜିର ମିନି ବ୍ଲଗ। ତ ନେକ୍ସଟ ମିନି ବ୍ଲଗ ଦେଖିବା ପାଇଁ ଆଇଡ଼ିକୁ ଫଲୋ କରିଦିଅ। ବାଏ।